ବରିଷ୍ଠର 33ତମ ଅନାବରଣ ଉତ୍ସବ ଆଜି ପବିତ୍ର ପୁଣ୍ୟକ୍ଷେତ୍ର ବରୀର ଗୋପବନ୍ଧୁ ରମାଦେବୀ ଆଶ୍ରମ ପରିସରରେ ଅନୁଷ୍ଠିତ ହେଉଛି, ଯାହା ବିଗତ 17 ବର୍ଷ ଧରି ଅନବରତ ଭାବରେ ବିଭିନ୍ନ ବାଧାବିଘ୍ନ ପରେ ମଧ୍ୟ ଚାଲି ଆସିଛି। ଏକ ନିରାଡମ୍ବର ଉତ୍ସବରେ ଆମେ ବରିଶ୍ରୀ ପତ୍ରିକାର ଉନ୍ମୋଚନ କରୁଛୁ, ଯାହା ସାରା ଓଡ଼ିଶାର ସାହିତ୍ୟିକ ମାନଙ୍କର କବିମାନଙ୍କର ଲେଖାକୁ ପ୍ରତିଫଳିତ କରି ବରୀରେ ଏକ ନୂତନ ଆଲୋଡ଼ନ ସୃଷ୍ଟି କରୁଛି। ଏହା ଦିଗ୍ଦର୍ଶନ ଦଉଛି ଯୁବପିଢ଼ି ମାନେ ଆଗେଇ ଆସନ୍ତୁ, ସମାଜରେ ସାହିତ୍ୟର ପ୍ରତିଷ୍ଠା ପାଇଁ ଶପଥ ନିଅନ୍ତୁ। ଏହା ବରିଷ୍ଠର ଲକ୍ଷ୍ୟ ଅଟେ। ଆଜି ବରିଶ୍ରୀ ସାହିତ୍ୟ ପତ୍ରିକାର 33ତମ ଅନାବରଣ ଉତ୍ସବ ଏଥି ଉପଲକ୍ଷେ ଗୋଟେ ସାରସ୍ୱତ ସଭା ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲାରେ 50ରୁ ଅଧିକ ପତ୍ରିକା ପ୍ରକାଶ ପାଏ, କିନ୍ତୁ ବରିଶ୍ରୀ ଏଭଳିଆ ଗୋଟିଏ ପତ୍ରିକା ଯାହାକୁ ଲୋକମାନେ ସାଇତି ରଖନ୍ତି ଏବଂ ସାରସ୍ୱତ ମୂଲ୍ୟ ଯଦି ଖୋଜିବାକୁ ଯିବା, ଏଇଟାକୁ ଆମେ କହିପାରିବା ଗୋଟେ ଅମର ସାହିତ୍ୟ। ଥରେ ଜଣେ ସମ୍ପାଦକ କହିଥିଲେ, ଯାଜପୁର ଜିଲ୍ଲାରେ ଯେତେ ପତ୍ରିକା ପ୍ରକାଶ ପାଉଛି ବରିଶ୍ରୀ ହେଉଛି ସବୁଠାରୁ ଭଲ ପତ୍ରିକା। ଆର ଯେଉଁ ଲେଖା ସବୁ ପ୍ରକାଶ ପାଏ, ଗଳ୍ପ, କବିତା, ଏକାଙ୍କିକା, ଭ୍ରମଣ କାହାଣୀ, ମହାପୁରୁଷ ଜୀବନୀ, ଆକୁ ଲୋକଲୋଚନକୁ ଆଣିବା ପାଇଁ ଚର୍ଚ୍ଚା ଆଲୋଚନା କରାଯାଉଛି ଏବଂ ଏହା ଗୋଟେ ସବୁଠୁ ଭଲ ପତ୍ରିକା ବୋଲି ମୋର ଅନୁଭବ। ବରିଶ୍ରୀ ପତ୍ରିକାର 33ତମ ଅନାବରଣ ଉତ୍ସବ, ପ୍ରତ୍ୟେକ ଉତ୍ସବରେ କାଁ ଭାଁ ଗୋଟିଏ ଦୁଇଟି ଛାଡ଼ିଲା ପରେ ମୁଁ ଏଠିକି ନିରବଚ୍ଛିନ୍ନ ଭାବରେ ଆସେ ଏବଂ ଆସେ ମଧ୍ୟ ଅତ୍ୟନ୍ତ ଆନ୍ତରିକତାର ସହିତ ଆସେ ଏବଂ ଆକୁ ପ୍ରମୁଖତା ଦିଏ ଏଠି ଆସିବା ପାଇଁ। କାରଣ ଏହାର ଏକ ଅନନ୍ୟ ସ୍ୱତନ୍ତ୍ରତା ଅଛି। ସାହିତ୍ୟ, ସୃଜନୀ, ଶାସ୍ତ୍ରୀୟତା ଓ ଆଧ୍ୟାତ୍ମିକତା ସବୁ ଦିଗରେ ଏ କାର୍ଯ୍ୟକ୍ରମ ଏବଂ ଏ ଅନୁଷ୍ଠାନ ଏବଂ ପତ୍ରିକାକୁ ମୁଁ ପୂର୍ଣ୍ଣାଙ୍ଗ ପ୍ରାଣରେ ସମର୍ଥନ ଦିଏ ଏବଂ ଶ୍ରଦ୍ଧା ବି କରେ। ସେଇଥିପାଇଁ ମୁଁ ସବୁ ଛାଡ଼ି ଏଠିକି ଆସେ ବରିଶ୍ରୀ ଉତ୍ସବରେ ଯୋଗ ଦେବା ପାଇଁ। ବରୀର ସାହିତ୍ୟିକର କେବଳ ଗନ୍ତାଘର ନୁହେଁ, ଗୋଟିଏ ଅନ୍ତୁଡ଼ିଶାଳଟିଏ। ଏଠି ସୃଜନୀ କର୍ମରେ ଅନେକ ପ୍ରତିଭା ମାନେ ଅଛନ୍ତି, ଯାହାଙ୍କର ନାଁ ନେବା ପାଇଁ ସମୟ ନ ହୋଇପାରିଲେ ସୁଦ୍ଧା ଆଙ୍କର ତ ଏଠି ମୂଳଦୁଆ ଅଭିମନ୍ୟୁ ସାମନ୍ତ ସିଂହାର, ଏ ସ୍ୱର୍ଗତ କେଦାରଚରଣ ରାୟ ଏବଂ ଅନ୍ୟାନ୍ୟ ଅନେକ କବିତା ସାହିତ୍ୟିକ ଏଠି ଅଛନ୍ତି, ଯେ ମାଟିରେ ଆଉ ରହିନାହାନ୍ତି କିନ୍ତୁ ଜୀବନ ଜୀବିକା ଆଶାରେ ଅନ୍ୟ ଆଡ଼େ ବାସବଗସ୍ତ କରୁଛନ୍ତି, କିନ୍ତୁ ତାଙ୍କର ଯେଉଁ ଉଚ୍ଚାଙ୍ଗ ସାହିତ୍ୟ ମନୋଲୋଭା ଏବଂ ପ୍ରାଣସ୍ପର୍ଶୀ। ବୀରଭୂମି ବରୀର ବରିଶ୍ରୀର ଆଜି 33ତମ ଅନାବରଣ ଉତ୍ସବ। ସତ କହିବାକୁ ଗଲେ ଆଜିକାଲି ଡିଜିଟାଲ ୱାର୍ଲଡରେ ସାହିତ୍ୟକୁ ବଞ୍ଚାଇ ରଖିବା କେତେ କଷ୍ଟକର ସାଧାରଣ ପାଠକ ଜାଣିବା ଭାରି କଷ୍ଟ। ଯେଉଁ ବରିଶ୍ରୀକୁ ବଞ୍ଚିବା ପାଇଁ ଆମର ଯେ ସମ୍ପାଦକ ଅଛନ୍ତି ସୁମନ୍ତ ଭାଇ ଯେତିକି ଚେଷ୍ଟା କରୁଛନ୍ତି, ମୁଁ ତାଙ୍କୁ ନିଶ୍ଚିତ ଭାବେ ଧନ୍ୟବାଦ ଦେବି। ଆଜିକାଲି ଦୁନିଆରେ ସବୁବେଳ ପାଇଁ ଯେଉଁ ୟଙ୍ଗ ମାସ୍ ଅଛନ୍ତି, ସ୍କୁଲ କଲେଜରେ ପଢ଼ୁଥିବା ପିଲାଙ୍କର ସାହିତ୍ୟ ପ୍ରତି ଆଜି ଆଉ ଅନୁରାଗ ରହୁନି, ଆଗ୍ରହ ରହୁନି। ସେଥିପ୍ରତି ମୁଁ କହିବି, ଯଦି ବରିଶ୍ରୀ ସେଇଭଳି ପିଲାଙ୍କୁ ଆଣିକି ଏଇ ଅନାବରଣ ଉତ୍ସବରେ ତାଙ୍କୁ ଟିକେ ସାମିଲ କରନ୍ତେ, ସେ ପିଲାଙ୍କର ସାହିତ୍ୟ ପ୍ରତି ଟିକେ ଆଗ୍ରହ ବଢ଼ନ୍ତା।